everyone, welcome back to our YouTube channel, no doubt. Okay, so आज हम स्टार्ट करबा ए टाइगर इन द हाउस रो पार्ट 3 वीडियो। जो माने पार्ट 1 और पार्ट 2 देखिना वीडियो प्लेलिस्ट रे वीडियो जाई देखि परिबो न डिस्क्रिप्शन रे मध्ये लिंक दे देबी सेठी तुम मध्ये जाकी देखि परिबो। बुझी होची? तापर देखो कोन हला ना अबाउट 6 मंथ लेटर प्राय 6 मास परे when my grandparents were visiting relatives in Lucknow ଯେତେବେଳେ ମୋର ଜେଜେବାପା ଓ ଜେଜେମା ସମ୍ପର୍କୀୟ ମାନଙ୍କୁ ଦେଖା କରିବା ପାଇଁ ଲକ୍ଷ୍ନୌ ଯାଇଥିଲେ। ଗ୍ରାଣ୍ଡଫାଦର ଟୁକ୍ ଦ ଅପରଚ୍ୟୁନିଟି ଅଫ୍ କଲିଂ ଆଟ୍ ଦ ଜୁ ଟୁ ସି ହାଉ ଟିମୋଥି ୱାଜ୍ ଗେଟିଂ ଅନ୍। ସେଠାରେ ଟିମୋଥି କିପରି ବଢ଼ୁଥିଲା ଦେଖିବା ପାଇଁ ଜେଜେବାପା ସେ ଯେଉଁ ଜୁ ବାଗୁଆ ପ୍ରାଣୀ ଉଦ୍ୟାନ ବୁଲିଯିବାର ଏକ ସୁଯୋଗ ଲାଭ କରିଥିଲେ। ଆଇ ୱାଜ୍ ନଟ୍ ଦେୟାର ଟୁ ଆକମ୍ପାନି ହିମ୍। ଅବଶ୍ୟ ତାଙ୍କ ସାଥିରେ ଯିବା ପାଇଁ ମୁଁ ସେଠାରେ ନଥିଲି। ବଟ୍ ଆଇ ହିଅର୍ଡ ଅଲ୍ ଆବାଉଟ୍ ଇଟ୍ ହ୍ୱେନ୍ ହି ରିଟର୍ନ ଟୁ ଡେରା। କିନ୍ତୁ ଜେଜେବାପା ଯେତେବେଳେ ଡେରାକୁ ଫେରିଲେ ବା ଡେରାଡୁନକୁ ଫେରିଲେ ମୁଁ ଟିମୋଥି ବିଷୟରେ ସବୁକିଛି ଶୁଣିବାକୁ ପାଇଲି। ଆସ କ'ଣ ଜାଣିବା ନା ଆରାଇଭିଂ ଆଟ୍ ଦ ଜୁ ପ୍ରାଣୀ ଉଦ୍ୟାନ ପାଖରେ ପହଞ୍ଚି ଗ୍ରାଣ୍ଡଫାଦର ମେଡ୍ ଷ୍ଟ୍ରେଟ୍ ଫର୍ ଦ ପର୍ଟିକୁଲାର କେଜ୍ ଇନ୍ ହ୍ୱିଚ୍ ଟିମୋଥି ହାଡ୍ ବିନ୍ ଲକ୍ଡ ଅପ୍। ଜେଜେବାପା ସିଧାସଳଖ ସେହି ପିଞ୍ଜରା ପାଖକୁ ଗଲେ ଯାହା ଭିତରେ ଟିମୋଥିକି ବନ୍ଦୀ କରାଇକି ରଖାଯାଇଥିଲା। ଦ ଟାଇଗର ୱାଜ୍ ଦେୟାର କ୍ରାଉଚ୍ଡ ଇନ୍ ଏ କର୍ଣ୍ଣର ଫୁଲ୍ ଗ୍ରୋନ୍ ଆଣ୍ଡ ୱିଥ୍ ଏ ମ୍ୟାଗ୍ନିଫିସେଣ୍ଟ ଷ୍ଟ୍ରିପ୍ କୋଟ୍। ସମ୍ପୂର୍ଣ୍ଣ ବିକାଶପ୍ରାପ୍ତ ଓ ଶରୀରରେ ଏକ ବିଶାଳ ପଟା ଦାଗ ଥିବା ବାଘଟି ଏହାର କୋଣରେ ଆଣ୍ଠୁ ମାଡ଼ି ବସିଥିଲା। ହ୍ୟାଲୋ ଟିମୋଥି ସେଡ୍ ଗ୍ରାଣ୍ଡଫାଦର। ହେ ଟିମୋଥି, ଜେଜେବାପା ଚିତ୍କାର କଲେ। ଆଣ୍ଡ କ୍ଲାଇମ୍ବିଂ ଦ ମେଲିଂ ୱିଥ୍ ଇଜ୍ ଓ ସହଜରେ ତାର ଜାଲି ଉପରକୁ ଚଢ଼ି ପିଞ୍ଜରାର ଲୁହା ଛଡ଼ ଦେଇ ଆଣ୍ଡ କ୍ଲାଇମ୍ବିଂ ଦ ମେଲିଂ ୱିଥ୍ ଏଜ୍ ସହଜରେ ଜାଲି ଉପରୁ ଚଢ଼ି ହି ପୁଟ୍ ଇଜ୍ ଆର୍ମ ଥ୍ରୋ ଦ ବାର୍ସ ଅଫ୍ ଦ କେଜ୍ ଜାଲି ଉପରୁ ଚଢ଼ି ପିଞ୍ଜରାର ଲୁହା ଛଡ଼ ଦେଇ ନିଜର ବାହୁଟିକୁ ଭର୍ତ୍ତି କଲେ। ଦ ଟାଇଗର ଆପ୍ରୋଚ୍ ଦ ବାର୍ସ ବାଘଟି ଲୁହାଦଣ୍ଡ ଭିତରକୁ ପାଖେଇ ଆସିଲା। ଆଣ୍ଡ ଆଲାଉଡ୍ ଗ୍ରାଣ୍ଡଫାଦର ଟୁ ବୋଥ୍ ହ୍ୟାଣ୍ଡସ୍ ଆରାଉଣ୍ଡ ହିଜ୍ ହେଡ୍ ଓ ତାର ମୁଣ୍ଡ ଚାରିପଟେ ଦୁଇଟି ହାତ ବୁଲେଇ ଆଣିବା ପାଇଁ ଜେଜେବାପାଙ୍କୁ ସେତେବେଳେ ଅନୁମତି ଦେଲା। ଗ୍ରାଣ୍ଡଫାଦର ଷ୍ଟ୍ରୋକ୍ ଦ ଟାଇଗର୍ସ ଫୋरहेଡ୍ ଆଣ୍ଡ ଟିକ୍ଡ ହିଜ୍ ଇୟର୍। ଜେଜେବାପା ବାଘର କପାଳକୁ ଆଉଁସି ପକାଇଲେ, କାନକୁ ସ୍ନେହରେ ଟିକେ ମୋଡ଼ିଦେଲେ। ଆଣ୍ଡ ଟିକ୍ଡ ହିଜ୍ ଇୟର୍ ସ୍ନେହରେ ଟିକେ ମୋଡ଼ିଦେଲେ। ଆଣ୍ଡ ହ୍ୱେନ୍ ଏଭର ହି ଗ୍ରୋଲ୍ଡ ଏବଂ ଯେତେବେଳେ ସେ ଗର୍ଜନ କଲା ସ୍ମାକ୍ଡ ହିମ୍ ଆକ୍ରସ୍ ୱିଥ୍ ଦ ମାଉଥ୍ ଏପଟ ସେପଟେ ଜେଜେବାପା ତାକୁ ଠାଏ କରି ଚଟକଣା ମାରିଲେ। ହ୍ୱିଚ୍ ୱାଜ୍ ହିଜ୍ ଓଲ୍ଡ ୱେ ଅଫ୍ କିପିଂ ହିମ୍ କ୍ୱେଟ୍ ଯାହାକି ବାଘକୁ ଚୁପ୍ ଓ ଶାନ୍ତ ରଖିବାର ଏକ ପୁରୁଣା ଉପାୟ ଥିଲା। ମାନେ ଜାବଡ଼ାଟା ମାରିଲେ। ବୁଝି ହେଉଛି? ହି ଲିକ୍ଡ ଗ୍ରାଣ୍ଡଫାଦର ହ୍ୟାଣ୍ଡସ୍ ମାନେ କ'ଣ ହି ଲିକ୍ଡ ଗ୍ରାଣ୍ଡଫାଦର୍ସ ହ୍ୟାଣ୍ଡସ୍ ବାଘ ଜେଜେବାପାଙ୍କର ହାତ ଦୁଇଟିକୁ ଚାଟିଲା। ଆଣ୍ଡ ଓନ୍ଲି ସ୍ପ୍ରାଙ୍ଗ ଆୱେ ହ୍ୱେନ୍ ଏ ଲିଓପାର୍ଡ ଇନ୍ ଦ ନେକ୍ସଟ କେଜ୍ ସ୍ନାର୍ଲେଡ୍ ଆଟ୍ ହିମ୍ ଓ ଯେତେବେଳେ ପରବର୍ତ୍ତୀ ପିଞ୍ଜରାରେ ଗୋଟିଏ ଚିତାବାଘ ତାଙ୍କୁ ଚାହିଁ ରାଗରେ ଭୟରେ ଗର୍ଜନ କଲା ସ୍ନାର୍ଲେଡ୍ ଆଟ୍ ହିମ୍ ଗ୍ରାଣ୍ଡଫାଦର ସୋ ଦ ଲିଓପାର୍ଡ ଆୱେ ବାଘଟି ଡେଇଁ ପଡ଼ି ପଛକୁ ଚାଲିଗଲା। ଆଣ୍ଡ ଦ ଟାଇଗର ରିଟର୍ନ ଟୁ ଲିକ୍ସ ହିଜ୍ ହ୍ୟାଣ୍ଡସ୍। ଓକେ, ବାଘଟି କ'ଣ ଡେଇଁ ପଛ ଚାଲିଗଲା। ଜେଜେବାପା ଚିତା ବାଘଟିକୁ ହୁସ୍ କରି ଉଡ଼ାଇ ଦେଲେ। ଗ୍ରାଣ୍ଡଫାଦର ସୋ ଦ ଲିଓପାର୍ଡ ଆୱେ ଗ୍ରାଣ୍ଡଫାଦର ହୁସ୍ କରି କ'ଣ ଚିତା ବାଘଟିକୁ କ'ଣ କଲେ ନା ହୁସ୍ ଉଡ଼ାଇ ଦେଲେ। ଆଣ୍ଡ ଦ ଟାଇଗର ରିଟର୍ନ ଟୁ ଲିକ୍ସ ହିଜ୍ ହ୍ୟାଣ୍ଡ ଓ ବାଘଟି ତାଙ୍କ ହାତ ଦୁଇଟିକୁ ପୁଣି ଚାଟିବା ପାଇଁ ଫେରି ଆସିଲା। ବଟ୍ ଏଭ୍ରି ନାଓ ଆଣ୍ଡ ଦେନ୍ ଦ ଲିଓପାର୍ଡ ଉଡ୍ ରସ୍ ଆଟ୍ ଦ ବାର୍ସ କିନ୍ତୁ ପ୍ରତ୍ୟେକ ଥର ଚିତାବାଘ ଲୁହାଦଣ୍ଡ ପାଖକୁ ଝପଟି ଆସୁଥିବା ବେଳେ ଆଣ୍ଡ ଦ ଟାଇଗର ଉଡ୍ ସ୍ଲିଙ୍ଗ ବ୍ୟାକ୍ ଟୁ ହିଜ୍ କର୍ଣ୍ଣର ବାଘ ପିଞ୍ଜରାରେ କୋଣକୁ ଧୀରେ ଧୀରେ ପଛକୁ କ'ଣ ହଟି ଯାଉଥିଲା। ତାପରେ ଦେଖ କ'ଣ ହେଲା। ଏ ନମ୍ବର ଅଫ୍ ପିପୁଲ୍ ହାଡ୍ ଗ୍ୟାଦର୍ଡ ଟୁ ୱାଚ୍ ଦ ରିୟୁନିୟନ ବାଘ ସହିତ ଜେଜେବାପାଙ୍କର ପୁନର୍ମିଳନକୁ ଦେଖିବା ପାଇଁ ପିଞ୍ଜରା ପାଖରେ ବହୁତ ଲୋକ ଆସି ଏକତ୍ରିତ ହୋଇଗଲେ। ହ୍ୱେନ୍ ଏ କିପର ପୁଶ୍ଡ ହିଜ୍ ୱେ ଥ୍ରୋ ଦ କ୍ରୋଡ୍ ଆଣ୍ଡ ଆସ୍କ୍ଡ ଦ ଗ୍ରାଣ୍ଡଫାଦର ହ୍ୱାଟ୍ ହି ଇଜ୍ ଡୁଇଂ ଏତିକି ବେଳେ ପ୍ରାଣୀ ଉଦ୍ୟାନ ରକ୍ଷକ କ'ଣ ଲୋକଗହଳିକୁ ଠେଲି ଜେଜେବାପାଙ୍କ ପାଖରେ ଆସି ପଚାରିଲେ ଯେ ସେ କ'ଣ କରୁଛନ୍ତି। ଆଇ ଆମ୍ ଟକିଂ ଟୁ ଟିମୋଥି ସେଡ୍ ଗ୍ରାଣ୍ଡଫାଦର ମୁଁ ଟିମୋଥି ସହିତ କଥା ଆଉ ଜେଜେବାପା କହିଲେ। ୱେଆର୍ ନଟ୍ ୟୁ ହିଅର୍
When I gave him to the Jew 6 months ago, ମୁଁ ଯେତେବେଳେ 6 ମାସ ପୂର୍ବରୁ ଏଇ ଟିମୋଥିକୁ ଆପଣଙ୍କ ପ୍ରାଣୀ ଉଦ୍ୟାନ ଭିତରୁ ଛାଡ଼ିବାକୁ ଆସିଥିଲି, ଆପଣଙ୍କ ଏଠାରେ ନଥିଲେ। I have not been here very long, said the surprise keepers. ମୁଁ ଦୀର୍ଘ ଦିନ ଅବଶ୍ୟ ଏଠାରେ ନାହିଁ, ଆଶ୍ଚର୍ଯ୍ୟ ରକ୍ଷକ କହିଲେ। ପ୍ଲିଜ୍ କଣ୍ଟିନ୍ୟୁ ୟୋର୍ କନଭରସେସନ୍। ଠିକ୍ ଅଛି, ଆପଣ ଆପଣଙ୍କର କଥାବାର୍ତ୍ତା ଜାରି ରଖନ୍ତୁ। But I have never been able to touch him himself. He is always very bad temper. କିନ୍ତୁ ମୁଁ ନିଜେ ସେ ବାଘକୁ ଛୁଇଁବାରେ ଆଦୌ ସମର୍ଥ ହୋଇନାହିଁ। ସେ ସବୁବେଳେ ଖୁବ୍ ଉତ୍ତେଜିତ ଓ କ୍ରୋଧ ଅବସ୍ଥାରେ ରହିଛି। Why don't you put him somewhere else? ତୁମେ ବାଘଟିକୁ ଅନ୍ୟ କେଉଁଠାରେ ରଖୁନାହ କାହିଁକି? ଜେଜା ପ୍ରସ୍ତାବ ଦେଇଥିଲେ। ଏଇ ଜଣ ସଜେଷ୍ଟ ବାଘଟିକୁ ଆଉ ଗୋଟେ ରଖୁନା। That leopard keeps fighting him. ସେଇ ଚିତାଟି ତାକୁ ସର୍ବଦା ଡରାଇ ରଖିଛି। I will go and see the superintendent about it. ମୁଁ ଯାଇ ଏ ବିଷୟରେ ସୁପରିଟେଣ୍ଡେଣ୍ଟଙ୍କୁ କହିବି। ତାପରେ କ'ଣ ହେଲା ଦେଖ। ଗ୍ରାଣ୍ଡଫାଦର ୱେଣ୍ଟ ଇନ୍ ସର୍ଚ୍ଚ ଅଫ୍ ଦ ସୁପରିଟେଣ୍ଡେଣ୍ଟ ଦ ଜୁ। ଏତିକି ଜେଜେବାପା ପ୍ରାଣୀ ଉଦ୍ୟାନର ସୁପରିଟେଣ୍ଡେଣ୍ଟଙ୍କୁ ଖୋଜିବାକୁ ଗଲେ। ବଟ୍ ଫାଉଣ୍ଡ ଦ୍ୟାଟ୍ ହି ହାଡ୍ ଗୋନ୍ ହୋମ୍ ଅନଲି। କିନ୍ତୁ ଜାଣିବାକୁ ପାଇଲେ ଯେ ସେ ସେଦିନ ଶୀଘ୍ର ଘରକୁ ଚାଲି ଯାଇଛନ୍ତି। ଆଣ୍ଡ ସୋ ଅଫନ୍ ଆଫ୍ଟର ୱେଟିଂ ଆବାଉଟ୍ ଦ ଜୁ ଫର୍ ଏ ଲିଟିଲ୍ ହ୍ୱାଇଲ୍, କ'ଣ ନା ତେଣୁ କିଛି ମୁହୂର୍ତ୍ତ ପ୍ରାଣୀ ଉଦ୍ୟାନ ଭିତରେ ଏଣେ ତେଣେ ବୁଲିବା ପରେ ହି ରିଟର୍ନ ଟୁ ଟିମୋଥିସ୍ କେଜ୍ ଟୁ ସେ ଗୁଡ୍ ବାଏ। ସେ ବିଦାୟ ଜଣାଇବା ପାଇଁ ଟିମୋଥି ପିଞ୍ଜରାକୁ ଫେରି ଆସିଲେ। ଇଟ୍ ୱାଜ୍ ବିଗିନିଂ ଟୁ ଗେଟ୍ ଡାର୍କ। ସନ୍ଧ୍ୟା ହୋଇ ଆସୁଥିଲା। ହି ହାଡ୍ ବିନ୍ ଷ୍ଟ୍ରୋକିଂ ଆଣ୍ଡ ସ୍ଲାପିଂ ଟିମୋଥି ଫର୍ ଏବାଉଟ୍ 5 minutes when he found another keeper observing him with some alarm. He had been stroking and slapping. କ'ଣ କହିଛି ନା ଜେଜେବାପା ପ୍ରାୟ 5 ମିନିଟ୍ ଧରି ଟିମୋଥିକୁ ଥାପୁଡ଼ାଇବା ଖୁସିରେ ତାକୁ ସାମାନ୍ୟ ଚଟକଣା ଦେଉଥିଲେ, ଯେତେବେଳେ ଅନ୍ୟ ଜଣ ରକ୍ଷକ ଭୟଭୀତ ବା ଆତଙ୍କିତ ହୋଇ ତାଙ୍କୁ ଏଭଳି କାର୍ଯ୍ୟ କରୁଥିବାର ଦେଖୁଥିଲେ। ତାପରେ ଗ୍ରାଣ୍ଡଫାଦର ରେକଗ୍ନାଇଜ୍ ହିମ୍ ଆଜ୍ ଦ କିପର ହୁ ଉଡ୍ ବିନ୍ ଦେୟାର when Timothy had first to come the Jew. ଜେଜେବାପା ରକ୍ଷକଙ୍କୁ ଚିହ୍ନି ପାରିଲେ, ଯିଏକି ପ୍ରାଣୀ ଉଦ୍ୟାନ ଥିଲେ ଯେତେବେଳେ ଟିମୋଥି ପ୍ରଥମେ ଚିଡ଼ିଆଖାନା ଭିତରକୁ ଆସିଥିଲା। ୟୁ ରିମେମ୍ବର ମି, ସେଡ୍ ଗ୍ରାଣ୍ଡଫାଦର। ଆପଣ ମୋତେ ମନେ ରଖିଛନ୍ତି? ଜେଜେବାପା କହିଲେ। ଆପଣ ମୋତେ ମନେ ରଖିଛନ୍ତି? ନାଓ ହ୍ୱାଇ ଡୋଣ୍ଟ ୟୁ ଟ୍ରାନ୍ସଫର ଟିମୋଥି ଟୁ ଆନାଦର କେଜ୍? ଆପଣ ଟିମୋଥିକୁ ଏଇ ବଦମାସ ବା ଦୁଷ୍ଟ ଚିତାବାଘଠାରୁ ଦୂରେଇ ରଖିବା ପାଇଁ ଅନ୍ୟ ଏକ ପିଞ୍ଜରା ଭିତରୁ ଛାଡ଼ି ଦେଉନାହାନ୍ତି କାହିଁକି? away from the stupid leopard. କାହିଁକି ଛାଡ଼ି ଦେଉନାହାନ୍ତି ଚିତାବାଘଠୁ? But sir, stammered the keeper, it is not your tiger. କିନ୍ତୁ ଆଜ୍ଞା, ପ୍ରାଣୀ ଉଦ୍ୟାନ ରକ୍ଷକ ଥଙ୍ଗେଇ ଥଙ୍ଗେଇ କହିଲେ, ଏହା ଆପଣଙ୍କର ବାଘ ନୁହେଁ। I know, said grandfather testily. ମୁଁ ଜାଣେ, ଜେଜେବାପା ଟିକେ ଚିଡ଼ି ଉଠି କହିଲେ। I realize he is no longer mine. ମୁଁ ବୁଝୁଛି ସେ ମୋ ବାଘ ନୁହେଁ। But you might at least take a suggestion or two from me. ମୁଁ ବୁଝୁଛି ସେ ମୋ ବାଘ ନୁହେଁ, କିନ୍ତୁ ଆପଣ ମୋ ଠାରୁ ଅତି କମରେ ଗୋଟେ ବା ଦୁଇଟି ପ୍ରସ୍ତାବ ଗ୍ରହଣ କରିପାରିଥାନ୍ତେ। I remember your tiger very well, said the keeper. I remember. ହଁ ଆଜ୍ଞା, ମୁଁ ଆପଣଙ୍କୁ ବାଘକୁ ବହୁତ ଭଲ ଭାବରେ ମନେ ରଖିଛି। କିଏ କହିଲେ? ରକ୍ଷକ କହିଲେ। He died 2 months ago. ସେ 2 ମାସ ପୂର୍ବରୁ ମରିଯାଇଛି। Died? explained grandfather. ମରିଯାଇଛି? ଆଶ୍ଚର୍ଯ୍ୟ ପଚାରିଲେ। Yes sir, of pneumonia. ଓକେ, ହଁ ଆଜ୍ଞା, ନିମୋନିଆରେ ବାଘଟି ଚାଲିଗଲା। This tiger was trapped in the hills only last month and he is very dangerous. The tiger was trapped in the hills only last month. ଏହି ବାଘକୁ ଗତ ମାସରେ ପାହାଡ଼ ଗୁଡ଼ିକ ଭିତରୁ ଠାବ କରାଯାଇଥିଲା ଓ ସେ ଖୁବ୍ ଭୟଙ୍କର। and he is very dangerous. ସେ ଖୁବ୍ ଭୟଙ୍କର ଅଟେ। Grandfather could think of nothing to say. ଜେଜେବାପା କ'ଣ କହି ଭାବିପାରିଲେ ନାହିଁ। The tiger was still licking his arm. ପରମ ଆନନ୍ଦରେ ବାଘଟି କ'ଣ ଏବେ ବି ଜେଜେବାପା ହାତଟିକୁ ଚାଟୁଥିଲା। With increasing release, grandfather took what seemed to him and as to withdraw his hand from the cage. ଜେଜେବାପା ହାତଟିକୁ ବାହାର କରି ଆଣିଲେ, ଯେପରି ପିଞ୍ଜରା ଭିତରୁ ହାତଟିକୁ ଫେରାଇ ଆଣିବା ପାଇଁ ତାଙ୍କୁ ଗୋଟିଏ ଯୁଗ ପରି ଲାଗୁଥିଲା। With his face near the tiger's, he mumbled. ମୁହଁଟିକୁ ବାଘ ପାଖକୁ ଆଣି ଜେଜେବାପା ଅସ୍ପଷ୍ଟ ଭାବରେ ରହି ରହି କହିଲେ, Good night, ରାତ୍ରି, ଶୁଭରାତ୍ରି ଟିମୋଥି, and giving the keeper a scornful look, walked briskly out of the Jew. ହେଲା, ଟିମୋଥି ଶୁଭରାତ୍ରି ଓ ପ୍ରାଣୀ ଉଦ୍ୟାନ ରକ୍ଷକ ଉପରେ ଘୃଣ୍ୟ ଚାହାଣୀ ପକାଇ ହଠାତ୍ କ୍ଷିପ୍ର ବେଗରେ କ'ଣ ବାହାରି ଆସିଲେ, ଯେଉଁଟାକି ରସ୍କିନ୍ ବଣ୍ଡଙ୍କ ଏକ ସୁନ୍ଦର ଲେଖା। ଆଶା କରୁଛି ଆପଣମାନଙ୍କୁ ଭଲ ଲାଗିଥିବ ବିଷୟଟିକୁ। ସମସ୍ତେ ଭିଡ଼ିଓଟିକୁ
शेष पर्यटन देखु आशा करुँच भिडियो भल लगी लाइक करेंगे चैनल को सब्सक्राइब करेंगे सांग निश्चित भाव में सेयार करेंगे थैंक यू सो मच।